ପରେ ପଥର, ଫରେ ଫୌଜ। ଶୁଭ ସକାଳ ପିଲାମାନେ। ତ କାଲିର ପାଠର ଟିକେ ପୁନରାବୃତ୍ତି କରିନେବା। କାଲି ଆମେ ପଢ଼ିଥିଲେ ସ୍ୱରବର୍ଣ୍ଣ ଅକ୍ଷର ଶିକ୍ଷା। ସ୍ୱରବର୍ଣ୍ଣର ଅକ୍ଷରରେ ପ୍ରଥମ ଅକ୍ଷରରେ କେଉଁ କେଉଁ ଶବ୍ଦ ତିଆରି ହେଉଛି ଜାଣିଥିଲେ। ପୁଣି ଥରେ ପୁନରାବୃତ୍ତି କରିନେବା। ଅରେ ଅରଟ, ଆରେ ଆତ, ଇରେ ଇଟା, ଦୀର୍ଘ ଇରେ ଇସ, ହର୍ଷ ଉରେ ଉଇ, ଦୀର୍ଘ ଉରେ ଉଣା, ହର୍ଷ ରୁରେ ଋଣ, ଦୀର୍ଘ ରୁରେ କିଛି ଶବ୍ଦ ନାହିଁ। ଏରେ ଏକ, ଐରେ ଐରାବତ, ଓରେ ଓଟୋ, ଔରେ ଔଷଧ। ତ ସ୍ୱରବର୍ଣ୍ଣ ଅକ୍ଷର ଶିକ୍ଷାରେ କାଲି ଏହିସବୁ ଆମେ ପଢ଼ିଥିଲେ। ଆଜିର ପାଠରେ ଆମେ ପଢ଼ିବା ବ୍ୟଞ୍ଜନ ବର୍ଣ୍ଣ। ବ୍ୟଞ୍ଜନ ବର୍ଣ୍ଣରେ କେଉଁ ଅକ୍ଷରରେ କ'ଣ କ'ଣ ଶବ୍ଦ ହେଉଛି ପଢ଼ିବା ଆଜି। ବ୍ୟଞ୍ଜନ ବର୍ଣ୍ଣ। ବ୍ୟଞ୍ଜନ ବର୍ଣ୍ଣରେ କେଉଁ କେଉଁ ଅକ୍ଷର ଯାଉଛି ମନେ ଅଛି? କ ଠୁ ଆରମ୍ଭ କରିବା। କରେ କମଳା, କରେ କମଳା, କମଳା ସମସ୍ତେ ଖାଉଛ? କେମିତି ରଙ୍ଗର? କମଳା। ଇଂଲିଶ କ'ଣ କୁହାଯାଏ? ଅରେଞ୍ଜ। ହେଇଗଲା କମଳା। ଖରେ ଖଟ। ଖଟରେ ସମସ୍ତେ ଶୋଉଛେ ଜାଣିଛ, ସେଇଟା ହଉଛି ଖଟ। ଖଟ। ଏମିତି ଖଟ। ଗରେ ଗଛ। ଗଛ। ଘରେ ଘର। 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 ଉଁରେ କିଛି ଶବ୍ଦ ନାହିଁ। ଉଁ ଯୁକ୍ତାକ୍ଷର ବନେଇବା ପାଇଁ ବ୍ୟବହାର କରାଯାଏ। ଏବେ ଚରେ ଚକ। ଚକ ଜାଣିଛ, ସାଇକେଲରେ ଗାଡ଼ିରେ ସବୁଥିରେ ଚକ ଲାଗୁଛି। ଚକକୁ କ'ଣ କୁହାଯାଏ? ହୁଇଲ୍ ଇଂଲିଶରେ, है ना? ଚରେ ଚକ। ଚକ। ଛରେ ଛତୁ। ଛତୁ ସମସ୍ତେ ଖାଉଛ? ଛରେ ହଉଛି ଛତୁ। ଛତୁ। ତରେ ହର୍ଷଉ। ହର୍ଷକାର ଆମେ ଯେତେବେଳେ ପଢ଼ିବା ଏ ବିଷୟରେ ଜାଣିବା। ଏବେ ଖାଲି ଦେଖିଦିଅ କୋଉ ଅକ୍ଷରରେ କ'ଣ ଶବ୍ଦ ହେଉଛି। ଛରେ ଛତୁ। ଜରେ ଜଟ। ଜଟା ବର୍ଗ ଜ। ଜରେ ଜଟ। ଜଟ। ବାବାଜୀ ଲୋକମାନେ ଜଟ ରଖୁଛନ୍ତି ମୁଣ୍ଡରେ। ଝରେ ଝରଣା। ଝରଣା। ଝରଣା।
पहाड़िया जगार तार से पानी बाहर था निजे निजे पानी रही से आम कह झरणा झरणा पानी बाहर था झरणा बहले कूड़ कूड़ नाथ करके बहे शब्द हुए झरणा निआरे किसी शब्द नहीं नियम को आम सेमती लिखिदेव ये को भी सेमती लिखिदेव टरे टगर टगर फूल ठाकुर को देवाई लगा जाए तो टरे टगर टरे टगर त ग र टगर टगर फूल धड़ा फूलटे समस्ते देखी एटा टगर फूल थरे ठणा थरे ठणा ठणा माने एमती चित्र अच्छी गोटे थानार चित्र ठणार विभिन्न प्रकार अर्थ अच्छी किंतु एठारे जो चित्र देछि तार हिसाब रे एठे जगिबा बा छाउणी हे परिबो बा गोटे निर्दिष्ट स्थान हे परिबो ठणा अर्थ मुंड को मारिबा भी हे परिबो आंगुठी रे डरे डंगा डंगा ग जुक्ताक्षर जिते पढ़ा तेरे ग जान डंगा नाउरी नदी डंगा चलाई थाए कात डंगा धरे ढामणा धमणा धमणा गोटे प्रकार प्रजातिर सापर ना हूँ धमणा रे बण प्रथम अक्षर तो होनी लास्ट अक्षर अण उच्चारण हो रे बण रे बण बण जोटा बहुत सारा गछ पत्र थाए जंगल हेरी थाए सेटा कहबा बण तरे तरा तो रा रे आकार तरा राति हेले आकाश रे कौन देखा जाए ट्विंकल ट्विंकल लिटिल स्टार तरा तरा थरे थड़ी थड़ी माने बैग थरे थड़ी थड़ी लरे हर्षेकार पढ़ले हर्षेकार जोग जान थरे थड़ी थड़ी माने बैग दरे दरजी दरजी माने जे आम पाई कपड़ा सिलाई करके दिए ताको आमे कहू दरजी दरे दरजी हर्षेकार टेलर टेलर कहले आमे भलरे जानछु थाए मेसिन लोक बसी आपण कपड़ा सिलाई करेंगे जामा सब सिलाई करे तो दरे दरजी धरे धनु धनु देखीचे समस्ते गाँव में जो नाच हुए रामलीला नाच कि अलग किसी नाच हुए से राम पाखे कौन थाए
ଧନୁଷ ହାତରେ ଧରିଥାନ୍ତି ଧନୁ ହାତୀର ଧନୁ। ନରେ ନଈ ନ ଦୀର୍ଘ ଇ ନଈ। ପାହାଡ଼ରୁ ଏମିତି ନଦୀ ବହିକି ଆସିଥାଏ। ଜଳର ଏଇଟା ଗୋଟେ ସ୍ରୋତ। ନରେ ନଦୀ ନଈ। ପରେ ପଥର ପରେ ପଥର ପଥର। ପଥର ସମସ୍ତେ ଜାଣିଛ ଟେକା ପଥର ଫିଙ୍ଗାଡ଼ି ଖେଳାଖେଳି କରାହେଉଛି ଖେଳୁଛେ। ଆଉ ବଡ଼ ବଡ଼ ପଥର ବି ଅଛି ପାହାଡ଼ରେ। ପଥର ଗୋଟିଏ ଶକ୍ତ ପଦାର୍ଥ, ଗୋଟେ ଶକ୍ତ ଜିନିଷ, ବହୁତ ହାର୍ଡ ପଥର। ଘରେ ଥିବା ଶିଳ ଘୋରଣା ପଥରରେ ତିଆରି। ଫରେ ଫୌଜ ଫୌଜ ମାନେ ସୈନ୍ୟ, ଯେଉଁମାନେ ଆମକୁ ରକ୍ଷା କରନ୍ତି ସେମାନଙ୍କୁ କହିବା ଆମେ ଫୌଜ। ଫରେ ଫୌଜ ଫୌଜ ଫୌଜ। ହାତରେ ଗନ୍ ଧରିଥାଏ, ମୁଣ୍ଡରେ ଏମିତି କ୍ୟାପ୍, ହାତରେ କ'ଣ ଧରିଥିବେ ଗନ୍। ଫରେ ଫୌଜ। ବରେ ବଗ ବଗ ଗୋଟିଏ ପ୍ରକାର ପକ୍ଷୀ, ସେ ମାଛ ଖାଇବାକୁ ବେଶୀ ଭଲ ପାଏ। ବରେ ବଗ ବରେ ବଗ ଗ ଲମ୍ବା ଥଣ୍ଟ ଥାଏ, ସେଥିରେ ସେ ମାଛ ଧରିକି ଖାଏ। ବରେ ବଗ। ଭରେ ଭଜନ ଭଜନ ଠାକୁରଙ୍କର ଆମେ ଭଜନ କରିଥାଉ। ଭରେ ଭଜନ ଭଜନ। ବହୁତ ସାରା ଲୋକ ବସିକି ଠାକୁରଙ୍କର ଭଜନ କରନ୍ତି, ବାଜା ବଜାନ୍ତି, ହରେ ରାମ ହରେ କୃଷ୍ଣ ଏମିତି କରିକି ଭଜନ କରନ୍ତି, ସେଟା ହେଉଛି ଭଜନ। ମରେ ମକା ମକା ସମସ୍ତେ ଖାଉଛ। ମରେ ହେଉଛି ମକା। ମକା ଗୋଟିଏ ପ୍ରକାରର ଶସ୍ୟର ନାଁ। ଯେମିତି ଆମର ଧାନ ରହୁଛି ସେମିତି ମକା ବି ଗୋଟିଏ ପ୍ରକାର ଶସ୍ୟର ନାଁ। ଧାନ ଛୋଟ ଛୋଟ ହୋଇଥାଏ, ମକା ବଡ଼ ଆକାରରେ ହୋଇଥାଏ। ମରେ ମକା ମକା। ତାର ଏମିତି ସବୁ ରହିଥାଏ ଭିତରେ। ମକା ସମସ୍ତେ ଜାଣିଛ, ଖାଉଛ। ମକାର ପପକର୍ନ ହେଉଛି। ଜରେ ଜ ବି ଗୋଟିଏ ପ୍ରକାରର ଶସ୍ୟର ନାଁ। ଏଟା ଅନ୍ତସ୍ଥ ଜରେ ଜ ଏଟା ଧାନ କରିପାରେ। ଏଟା ସବୁ ଗୋଟେ ଗୋଟେ ଶସ୍ୟର ନାଁ। ରରେ ରଥ ରରେ ରଥ। ଜଗନ୍ନାଥଙ୍କର ରଥଯାତ୍ରା ହୁଏ, ରଥରେ ଭିଡ଼ା ହୁଏ ଠାକୁରମାନଙ୍କୁ, ତ ସେଇ ହେଉଛି ରଥ। ରଥରେ ସମସ୍ତେ ବସିକି ବି ଯିବା ଆସିବା କରନ୍ତି। ରଥ ଗୋଟିଏ ପ୍ରକାରର ଯାନ। ଆଗରୁ ଯେମିତି ଥିଲା ଶଗଡ଼, ଆଉ ଏବେ ଯେମିତି ଅଛି ଗାଡ଼ି ସବୁ ବିଭିନ୍ନ ପ୍ରକାର, ତ ସେମିତି ରଥ ଗୋଟିଏ ପ୍ରକାରର ଯାନ, ଯେଉଁଥିରେ ବସିକି ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯାଇ ହେବ। ର ପରେ ଳ ଳରେ ନଳ ନଳ ମାନେ ଟ୍ୟାପ୍, ଯେଉଁଥିରେ ଆମର ପାଣି ଆସୁଛି। ଘରେ ଟ୍ୟାପ୍ ଲାଗିଛି, ଟ୍ୟାପ୍ ଏମିତି ମୋଡ଼ିଲେ ପାଣି ଆସିଯାଉଛି, ସେଟାକୁ ଆମେ କହିବା ନଳ। ଳରେ ନଳ ଲଟା ଏଇଠି ରହିଲା। ନଳ ଏମିତି ପାଣି ଆସିଥାଏ।
ନଳର ଉପର ଭାଗଟା ମୋଡ଼ିବା ପାଇଁ ନଳ। ଉରେ ଟାୱାର। ଟାୱାର ଦେଖିଥିବେ ମୋବାଇଲ ଟାୱାର ସବୁ ରହୁଛି ଗାଁ ମାନଙ୍କରେ, ସେଇଟାକୁ ଆମେ କହିବା ଟାୱାର। ଟାୱାର ଯେପରିକି ଆମର ମୋବାଇଲ ଟାୱାର ରହୁଛି, ଏମିତି ଉପରକୁ ଲମ୍ବା ହେଇଯାଇଥିବ, ଉପରେ ଲାଇଟ୍ ଜଳୁଥିବ, ସବୁ ବକ୍ସ ଲାଗିଥିବ, ଏଇଟା ହେଉଛି ଟାୱାର। ଏଠି ସବୁ କନେକ୍ସନ ଆସିଥାଏ ବହୁତ ଉଚ୍ଚା ଜାଗାରୁ। ତାଲବେଶ। ତାଲବେଶରେ ଶଗଡ଼। ଶଗଡ଼। ଶଗଡ଼ ଗାଡ଼ି। ଶଗଡ଼ ଗାଡ଼ି ବି ଏବେ ଆଉ ଦେଖାଯାଉନି। ଗାଁରେ ସେତେବେଳେ ଶଗଡ଼ ଗାଡ଼ି ବ୍ୟବହାର କରାଯାଉଥିଲା। ବଳଦଟାକୁ ଟାଣୁଥିଲେ, ଦୁଇଟି ଚକ ଥାଇକି କାଠର ଗୋଟିଏ ଗାଡ଼ି ଥିଲା। ଶଗଡ଼ ଗାଡ଼ି। ଏଠି ବଳଦ ବନ୍ଧା ହେଇକି ଟଣାଯାଏ ଶଗଡ଼ ଗାଡ଼ି। ଲୋକମାନେ ସବୁ ଆଗରୁ ଶଗଡ଼ ଗାଡ଼ି ବ୍ୟବହାର କରିକି ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯାଉଥିଲେ। ଏବେ ସବୁ ନୂଆ ନୂଆ ପ୍ରକାର ଗାଡ଼ି ଆସିବା ଯୋଗୁଁ ଶଗଡ଼ ଗାଡ଼ି ପ୍ରାୟ ବନ୍ଦ ହୋଇଗଲାଣି। ମୂର୍ଦ୍ଧନିଶ। ମୂର୍ଦ୍ଧନିଶରେ ଷଣ୍ଢ। ଷଣ୍ଢ। ଯୁକ୍ତାକ୍ଷର ପଢ଼ିଲେ ଆମେ ଢ ବିଷୟରେ ପଢ଼ିବା। ଷଣ୍ଢ। ଷଣ୍ଢ ମାନେ ଗୋଟେ ପଶୁ ପ୍ରଜାତି। ଗାଈ ରହୁଛି, ଗାଈର ଯୋଉଟା ପୁରୁଷ ପ୍ରଜାତି ସେଇଟାକୁ ଆମେ କହିବା ଷଣ୍ଢ। ଷଣ୍ଢ। ଲାଞ୍ଜ ଜାଗା ହଉନି। ମୂର୍ଦ୍ଧନି ସାପରେ ଦନ୍ତସ। ଦନ୍ତସରେ ସପୁରୀ। ସପୁରୀ ଗୋଟିଏ ଫଳ। ସପୁରୀ ପଣସ ଜାଣିଥିବେ ସମସ୍ତେ, ତ ସରେ ସପୁରୀ। ଦନ୍ତସ ସ ପରେ ହର୍ଷକାର ଓ ରି ରେ ହର୍ଷଇକାର ସପୁରୀ। ତାର ଉପରେ ପତ୍ର ଥାଏ, ଏଟା ଏମିତି କଣ୍ଟା କଣ୍ଟା ଫଳଟା ସପୁରୀ। ହରେ ହଳ। ହଳ ମାନେ ଯୋଡ଼ି। ଗାଁରେ ଆଗରୁ ଯେତେବେଳେ ଚାଷ କରାଯାଉଥିଲା, ବଳଦରେ ଚାଷ କରାଯାଉଥିଲା, ତ ତାକୁ ଆମେ ହଳ କହୁଥିଲେ। କିନ୍ତୁ ହଳର ଅର୍ଥ ହେଉଛି ଯୋଡ଼ି। ଦିଟା ଜିନିଷ ମିଶିକି ରହିଲେ ହଳ କହିବା। ଯେମିତି ଏଠି ଦିଟା ମାର୍କର ଅଛି, ତ ଦିଟା ମାର୍କରକୁ ଆମେ କହିବା ହଳେ ମାର୍କର, ଆକୁ ହଳ କହିବା। ହରେ ହଳ। ହଳ। ଗାଁରେ କ୍ଷେତି କରିବା ପାଇଁ, ବିଲ ଚାଷ କରିବା ପାଇଁ ବଳଦ ବ୍ୟବହାର କରିକି ହଳ କରାଯାଉଥିଲା। ଦିଟା ବଳଦ ବ୍ୟବହାର ହେଉଥିଲା, ତ ସେଇଥିପାଇଁ ତାକୁ କୁହାଯାଉଥିଲା ହଳ। ଆଉ ସେ କାମକୁ ବି କୁହାଯାଏ ହଳ କରିବା। ଗୋଟେ ବଳଦ, ଆଉ ଗୋଟେ ବଳଦ, ତା ବେକରେ ପଡ଼ିଥାଏ ଜୁଆଳି। କୃଷକ ଚାଷ କରିଥାଏ। ଏଇଟାକୁ ଗାଁରେ ମୁଖ୍ୟତଃ ହଳ କୁହାଯାଏ। କ୍ଷରେ କ୍ଷତ। କ୍ଷତ ମାନେ କୋଉ ଜାଗାରେ ଖଣ୍ଡିଆ ହେଇଯିବା, ତାକୁ ଆମେ କହିଥାଉ କ୍ଷତ। କ୍ଷରେ କ୍ଷତ। କ୍ଷତ। ଏଇଟା ଗୋଟେ ଗୋଡ଼, ସେଟା ଖଣ୍ଡିଆ ହେଇଯାଇଛି। ଖଣ୍ଡିଆ ହେଇଯିବାକୁ କହିବା କ୍ଷତ। ରକ୍ତ ବାହାରୁଛି, ଖଣ୍ଡିଆ ହେଇଯିବା କ୍ଷତ। ୟରେ ଗୟଳ। ଗୟଳ। ଗୟଳ ଗୋଟେ ପ୍ରକାର
प्रकार पशु प्रजाति जो माने जंगल रे रहंदी जेमेदी आमर मईसी पोढ़ो से थाए गाँव में से रखा जाए चाष काम किसी से टाइप पशु अच्छा जोड़ा जंगल रे रहंती जो माने से गयल कह जाए जंगली महिषी गयल माने कौन जंगली महिषी लास्ट अक्षर होची ल ल रे लता लता माने माडुथुवा गछ ल रे लता ल ता घर मानक मनी प्लांट लगा जाए केमती लगा जाए सेटा केमती हुए एमती माड़ी माड़िका हुए कखार गछ भी हुए तो माड़ी माड़िका होता गछ को आम कहवा लता तले से माड़ थाए व्यंजन वर्णर क ठारू ल पर्यंत अक्षर रे कौन कौन शब्द होची आमे जानिले चलंतु पढ़ी नवा करे कमला खरे खट गरे गछ घरे घर उरे किसी शब्द बनूनी उ युक्ताक्षर बनावा व्यवहार कर चरे चक छरे छतु जरे जट झरे झरणा नियरे किसी शब्द बने होनी निय भी युक्ताक्षर बनवाई व्यवहार कर टरे टगर ठ ठरे ठणा डरे डंगा ढ ढरे ढमणा णे बण तरे तरा थरे थड़ी दरे दरजी धरे धनु नरे नई परे पत्थर फरे फौज बरे बग भरे भजन मरे मक्का जरे रे रथ रे नल वरे टावर आलवेश रे शगड़ मूर्धनिश रे षंढ सरे सपुरी हरे हल क्षरे क्षत यरे गयल लरे लता अनुसार रे हंस अनुसार मुझे ऊपर दिया जाए अनुसार रे हंस विसर्ग रे दुखी दरे ये विसर्ग दिया जाए खरे दीर्घकार दुखी माने जे दुख पाए ताको हम कहबा दुखी चंद्रबिंदु रे भर और चंद्रबिंदु और चंद्रबिंदु देले कौन उच्चारण हुए भर गोटे छोट प्रकार पोक जो गुण गुण होई फूल ऊपर बसे ताको आम कहबा भर बेले बेले आम चारि पाखे भी बुली जाए पार्क फार्क जाइथिबा बेले जोठे गछ पत्र बेसी थांती एठे आमर ओडिया व्यंजन वर्णर सब अक्षर रे कौन कौन शब्द तैयारी होछि आमे जानिले अनुसार रे हंस विसर्ग रे दुखी चंद्रबिंदु रे भर सदाले गुण गुण होता है।